नमस्कार ओडिया स्टेक ଆଉ ଗୋଟେ ଭିଡ଼ିଓରେ ଆପଣମାନଙ୍କୁ ସ୍ୱାଗତ। ଇଣ୍ଡିଆ ରେଲୱେରେ ବମ୍ପର ନିଯୁକ୍ତି 8,000ରୁ ଅଧିକ ପଦପଦବୀରେ ଚାକିରି ସୁଯୋଗ କେମିତି କରିବେ ଆବେଦନ। ଭାରତୀୟ ରେଲୱେରେ ଚାକିରି କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀମାନଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ। ଖୁବ୍ ଶୀଘ୍ର ରେଲୱେରେ ଏକ ବଡ଼ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଭାରତୀୟ ରେଲୱେରେ ଜୁନିୟର ଇଞ୍ଜିନିୟର ଭର୍ତ୍ତି ପ୍ରକ୍ରିୟାରେ ପ୍ରାୟ 8,000 ପଦବୀ ନିଯୁକ୍ତି ଦିଆଯିବ। ରେଲୱେରେ ଭର୍ତ୍ତି ବୋର୍ଡ ତରଫରୁ ରେଲୱେର ବିଭିନ୍ନ ଜୋନ୍ରେ ଜେଇ ରିକ୍ତ ପଦବୀ ପୂରଣ କରାଯିବ। ରେଲୱେରେ ଭର୍ତ୍ତି ବୋର୍ଡ ଦ୍ୱାରା ମିଳିତ ସୂଚନା ଅନୁଯାୟୀ ଜୁନିୟର ଇଞ୍ଜିନିୟର, ଡିପ୍ଲୋମେଟିକାଲ ଇଞ୍ଜିନିୟର, କେମିକାଲ ଆଣ୍ଡ ମେଟ୍ରୋଲୋଜିକାଲ ଆସିଷ୍ଟାଣ୍ଟ ଏହିଭଳିଆ 7,951 ପଦପଦବୀରେ ନିଯୁକ୍ତି କରାଯିବ। ରେଲୱେରେ ଜୁନିୟର ଇଞ୍ଜିନିୟର ଭର୍ତ୍ତି ପାଇଁ ଆବେଦନ ଶୁଳ୍କ ଭାବରେ 500 ଟଙ୍କାର ଶୁଳ୍କ ଦେବାକୁ ପଡ଼ିବ। ତେବେ ଏସ୍ସି, ଏସ୍ଟି, ଆର୍ଥିକ ରୂପରେ ଦୁର୍ବଳ ଓ ସମସ୍ତ ମହିଳା ପ୍ରାର୍ଥୀମାନଙ୍କୁ କେବଳ 250 ଟଙ୍କା ଦେବାକୁ ପଡ଼ିବ। ତ ବହୁତ ବଡ଼ ସୁଯୋଗ ରହିଛି, ଯାହାକି 7,951 ପଦପଦବୀ ରହିଛି ଏବଂ ଏଥିରେ ଆପ୍ଲାଏ କରିବାକୁ ହେଲେ ଆପଣଙ୍କୁ କ'ଣ କରିବାକୁ ପଡ଼ିବ ନା କେବଳ 500 ଟଙ୍କାର ଗୋଟେ ଫିସ୍ ଦେବାକୁ ପଡ଼ିବ ଏବଂ ମହିଳାମାନଙ୍କୁ 250 ଟଙ୍କାର ଫିସ୍ ଦେବାକୁ ପଡ଼ିବ। ଯଦି ଆପଣ ଭିଡ଼ିଓ କମେଣ୍ଟ ସେକ୍ସନରେ କମେଣ୍ଟ କରନ୍ତୁ କେମିତି ଆପ୍ଲାଏ କରିବେ, ମୁଁ କେମିତି ଆପ୍ଲାଏ କରିବି ସେଇଟା ଗୋଟେ ଏକ୍ସଟ୍ରା ଭିଡ଼ିଓରେ କହିବି, ଠିକ୍ ଅଛି।